ଓମ୍ ଶାନ୍ତି। 3 ନଭେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ବାବା ଆସିଛନ୍ତି ନିର୍ବିକାରୀ ଦୁନିଆ ନିର୍ମାଣ କରିବା ସହିତ ତୁମମାନଙ୍କର ଚରିତ୍ର ସୁଧାରିବା ପାଇଁ। ତୁମେ ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟ। ତେଣୁ ତୁମର ଦୃଷ୍ଟି ବହୁତ ଶୁଦ୍ଧ ଅର୍ଥାତ୍ ପବିତ୍ର ହେବା ଦରକାର। ବାବା ଆସିଛନ୍ତି ନିର୍ବିକାରୀ ଦୁନିଆ ନିର୍ମାଣ କରିବା ସହିତ ତୁମମାନଙ୍କର ଚରିତ୍ର ସୁଧାରିବା ପାଇଁ। ତୁମେ ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟ। ତେଣୁ ତୁମର ଦୃଷ୍ଟି ବହୁତ ଶୁଦ୍ଧ ଅର୍ଥାତ୍ ପବିତ୍ର ହେବା ଦରକାର। ଆଜିର ପ୍ରଶ୍ନ, ତୁମେ ପିଲାମାନେ ଚିନ୍ତାଶୂନ୍ୟ ସମ୍ରାଟ ଅଟ। ତଥାପି ବି ତୁମର ଗୋଟିଏ ମୂଳ ଚିନ୍ତା ନିଶ୍ଚିତ ରହିବା ଉଚିତ। ତାହା କ'ଣ? ତୁମେ ପିଲାମାନେ ଚିନ୍ତାଶୂନ୍ୟ ସମ୍ରାଟ ଅଟ। ତଥାପି ବି ତୁମର ଗୋଟିଏ ମୂଳ ଚିନ୍ତା ନିଶ୍ଚିତ ରହିବା ଉଚିତ। ତାହା କ'ଣ? ଉତ୍ତର, ଆମେ ପତିତରୁ ପାବନ କିପରି ହେବୁ, ଏହା ହେଉଛି ମୂଳ ଚିନ୍ତା। ଏପରି ନ ହେଉ ବାବାଙ୍କର ସନ୍ତାନ ହେବା ପରେ ପୁଣି ବାବାଙ୍କର ସମ୍ମୁଖରେ ଦଣ୍ଡ ଭୋଗ କରିବାକୁ ପଡ଼ିବ। ତେଣୁ ଦଣ୍ଡରୁ ମୁକ୍ତ ହେବାର ଚିନ୍ତା ରହୁ, ନଚେତ ସେ ସମୟରେ ବହୁତ ଲଜ୍ଜା ଲାଗିବ। ବାକି ତୁମେମାନେ ତ ଚିନ୍ତାଶୂନ୍ୟ ସମ୍ରାଟ ଅଟ। ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ଯଦି କେହି ବୁଝିଲେ ତେବେ ବେହଦର ମାଲିକ ହେବେ, ନ ବୁଝିଲେ ତାଙ୍କର ଭାଗ୍ୟ। ତୁମର କିଛି ଚିନ୍ତା କରିବାର ନାହିଁ। ଓମ୍ ଶାନ୍ତି। ବାବା ଯାହାଙ୍କର ନାମ ଶିବ, ସିଏ ନିଜେ ବସି ନିଜର ସନ୍ତାନମାନଙ୍କୁ ବୁଝାଉଛନ୍ତି। ସମସ୍ତଙ୍କର ରୁହାନୀ ପିତା ଜଣେ ହିଁ ଅଟନ୍ତି। ପ୍ରଥମେ ଏହି କଥାକୁ ବୁଝାଇବାକୁ ହେବ, ତେବେ ଆଗକୁ ବୁଝିବା ସହଜ ହେବ। ଯଦି ବାବାଙ୍କ ପରିଚୟ ହିଁ ମିଳିନଥିବ ତେବେ ପ୍ରଶ୍ନ କରି ଚାଲିବେ। ତେଣୁ ପ୍ରଥମେ ଏହି ନିଶ୍ଚୟ କରାଇବାକୁ ହେବ। ସାରା ଦୁନିଆକୁ ଏକଥା ଜଣା ନାହିଁ ଯେ ଗୀତାର ଭଗବାନ କିଏ। ସେମାନେ ଶ୍ରୀକୃଷ୍ଣଙ୍କୁ ଗୀତାର ଭଗବାନ ବୋଲି କହିଦେଉଛନ୍ତି। ଆମେ କହୁଛୁ ପରମ ପିତା ପରମାତ୍ମା ଶିବ ହେଉଛନ୍ତି ଗୀତାର ଭଗବାନ। ସେ ହିଁ ହେଉଛନ୍ତି ଜ୍ଞାନର ସାଗର। ମୁଖ୍ୟ ହେଲା ସର୍ବଶାସ୍ତ୍ରମଣି ଶିରୋମଣି ଗୀତା। ଭଗବାନଙ୍କ ନିମନ୍ତେ ହିଁ କହୁଛନ୍ତି, ହେ ପ୍ରଭୁ ତୁମର ଗତିମତି ନିଆରା। କୃଷ୍ଣଙ୍କ ନିମନ୍ତେ ଏପରି କହିବେ ନାହିଁ। ବାବା ଯିଏ ସତ୍ୟ ଅଟନ୍ତି ସିଏ ନିଶ୍ଚିତ ସତ୍ୟ ହିଁ ଶୁଣାଇବେ। ଦୁନିଆ ପ୍ରଥମେ ନୂଆ ସତପ୍ରଧାନ ଥିଲା, ଏବେ ଦୁନିଆ ପୁରୁଣା ତମ ପ୍ରଧାନ ହୋଇଯାଇଛି। ଏକମାତ୍ର ବାବା ହିଁ ଦୁନିଆକୁ ପରିବର୍ତ୍ତନ କରୁଛନ୍ତି। ବାବା କିପରି ପରିବର୍ତ୍ତନ କରୁଛନ୍ତି ତାହା ମଧ୍ୟ ବୁଝାଇବା ଦରକାର। ଆତ୍ମା ଯେତେବେଳେ ସତପ୍ରଧାନ ହେବ ସେତେବେଳେ ଯାଇ ସତପ୍ରଧାନ ଦୁନିଆର ସ୍ଥାପନା ହେବ। ପ୍ରଥମେ ତୁମକୁ ଅନ୍ତର୍ମୁଖୀ ହେବାକୁ ପଡ଼ିବ। ଅଧିକ ଯୁକ୍ତିତର୍କ କରିବା ଅନୁଚିତ। ଅନେକ ଏମିତି ଅଛନ୍ତି ଯେଉଁମାନେ ଭିତରକୁ ପଶିବା ମାତ୍ରକେ ଚିତ୍ର ଦେଖି ପଚାରିବାକୁ ଲାଗିଥାନ୍ତି। ତେଣୁ ସେମାନଙ୍କୁ ପ୍ରଥମେ ଗୋଟିଏ କଥା ହିଁ ବୁଝାଇବା ଉଚିତ। ସେମାନଙ୍କୁ ଅଧିକ ପଚାରିବାର ମାର୍ଜିନ ବା ସୁଯୋଗ ଯେପରି ନ ମିଳୁ। ତାଙ୍କୁ କୁହ, ପ୍ରଥମେ ତ ଗୋଟିଏ କଥା ଉପରେ ନିଶ୍ଚୟ କର, ତାପରେ ଆଗକୁ ବୁଝାଇବୁ। ପୁଣି 84 ଜନ୍ମର ଚକ୍ର ଉପରେ ବୁଝାଇ ପାରିବ। ବାବା କହୁଛନ୍ତି, ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ଏହାଙ୍କ ଶରୀରରେ ପ୍ରବେଶ କରୁଛି। ଏହାକୁ ବା ବ୍ରହ୍ମାକୁ ହିଁ ବାବା କହୁଛନ୍ତି। ତୁମେ ନିଜର ଜନ୍ମକୁ ଜାଣିନାହଁ। ବାବା ଆମକୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି। ପ୍ରଥମେ ଅଲଫ ବା ବାବାଙ୍କ ଉପରେ ହିଁ ବୁଝାଉଛନ୍ତି। ଅଲଫଙ୍କୁ ବୁଝିବା ଦ୍ୱାରା ଅନ୍ୟ କୌଣସି ସଂଶୟ ଆସିବ ନାହିଁ। ସେମାନଙ୍କୁ କୁହ, ବାବା ସତ୍ୟ, ତେଣୁ ସେ ଅସତ୍ୟ ଶୁଣାଉନାହାନ୍ତି। ବେହଦର ବାବା ହିଁ ରାଜଯୋଗ ଶିଖାଉଛନ୍ତି। ଶିବରାତ୍ରିର ଗାୟନ ରହିଛି, ତେବେ ଶିବ ଏଠାକୁ ନିଶ୍ଚିତ ଆସିଥିବେ ନା? ଯେପରି ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ଏଠାରେ ପାଳନ କରୁଛନ୍ତି, ତେବେ ଶ୍ରୀକୃଷ୍ଣ ନିଶ୍ଚିତ ଏଠାକୁ ଆସିଥିଲେ। ସେହିପରି ବାବା କହୁଛନ୍ତି, ମୁଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛି। ସମସ୍ତେ ସେହି ଏକମାତ୍ର ନିରାକାର ବାବାଙ୍କର ହିଁ ସନ୍ତାନ ଅଟନ୍ତି। ତୁମେମାନେ ତାଙ୍କର ମଧ୍ୟ ସନ୍ତାନ ଅଟ ଏବଂ ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟ। ସେ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂତନ ସୃଷ୍ଟିର ସ୍ଥାପନା କଲେ, ତେବେ ନିଶ୍ଚିତ ବ୍ରାହ୍ମଣ ବ୍ରାହ୍ମଣୀ ମଧ୍ୟ ଥିବେ।
ତେଣୁ ଏମାନେ ପରସ୍ପର ଭଉଣୀ ଭାଇ ହୋଇଗଲେ ଏବଂ ଏହି ସମ୍ପର୍କରେ ହିଁ ପବିତ୍ରତାର ଭାବନା ଆସିଥାଏ। ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ପବିତ୍ର ରହିବାର ଏହା ହେଉଛି ଭିତ୍ତି ବା ଆଧାର। ଯଦି ପରସ୍ପର ଭାଇ ଭଉଣୀ, ତେବେ ବିକାରର ଦୃଷ୍ଟି ରହିବା ଉଚିତ ନୁହେଁ। ସେଥିପାଇଁ 21 ଜନ୍ମ ପାଇଁ ଦୃଷ୍ଟି ସୁଧୁରି ଯାଉଛି। ତେବେ ବାବା ହିଁ ସନ୍ତାନମାନଙ୍କୁ ଶିକ୍ଷା ଦେବେ ନା? ଶିକ୍ଷା ଦ୍ୱାରା ହିଁ ତୁମମାନଙ୍କର ଚରିତ୍ରକୁ ସୁଧାରୁଛନ୍ତି। ଏବେ ସମଗ୍ର ଦୁନିଆର ଚରିତ୍ରକୁ ସୁଧାରିବାକୁ ହେବ। ଏହି ପୁରୁଣା ପତିତ ଦୁନିଆରେ କାହା ଭିତରେ କୌଣସି ଚରିତ୍ର ନାହିଁ। ସମସ୍ତଙ୍କ ଭିତରେ ବିକାର ରହିଛି। ଏହା ହେଉଛି ପତିତ ବିକାରୀ ଦୁନିଆ। ତେବେ ନିର୍ବିକାରୀ ଦୁନିଆ କିପରି ହେବ? ତାହା ବାବାଙ୍କ ବିନା କେହି କହିପାରିବେ ନାହିଁ। ଏବେ ବାବା ସମସ୍ତଙ୍କୁ ପବିତ୍ର କରୁଛନ୍ତି। ଏସବୁ ହେଲା ଗୁପ୍ତ କଥା। ଆମେ ଆତ୍ମାକୁ ପରମାତ୍ମା ପିତାଙ୍କ ସହିତ ମିଳନ କରିବାକୁ ହେବ। ସମସ୍ତେ ଭଗବାନଙ୍କ ସହିତ ମିଶିବା ପାଇଁ ପୁରୁଷାର୍ଥ କରୁଛନ୍ତି। ଭଗବାନ ନିରାକାର ଅଟନ୍ତି। ମୁକ୍ତିଦାତା ଗାଇଡ଼ ମଧ୍ୟ ଏକମାତ୍ର ପରମାତ୍ମାଙ୍କୁ ହିଁ କୁହାଯାଏ। ଅନ୍ୟ ଧର୍ମାବଲମ୍ବୀମାନେ କାହାକୁ ହେଲେ ମୁକ୍ତିଦାତା ଗାଇଡ଼ ଅର୍ଥାତ ପଥ ପ୍ରଦର୍ଶକ ବୋଲି କହନ୍ତି ନାହିଁ। ପରମ ପିତା ପରମାତ୍ମା ହିଁ ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି, ଅର୍ଥାତ ତମ ପ୍ରଧାନରୁ ଶତ ପ୍ରଧାନ କରୁଛନ୍ତି। ଘରକୁ ନେଇଯିବା ପାଇଁ ଗାଇଡ଼ ମଧ୍ୟ କରୁଛନ୍ତି। ପ୍ରଥମେ ଏହି ଗୋଟିଏ କଥାକୁ ହିଁ ବୁଦ୍ଧିରେ ରଖ। ଯଦି ନ ବୁଝିଲେ ତେବେ ଛାଡ଼ିଦେବା ଉଚିତ। ଯଦି ଅଲଫ ଅର୍ଥାତ ବାବାଙ୍କୁ ନ ବୁଝିଲେ ତେବେ ବେ ବା ସମ୍ପତ୍ତିକୁ ଜାଣିଲେ କ'ଣ ଫାଇଦା ହେବ? ଭଲେ ଚାଲିଯାଆନ୍ତୁ। ତୁମେ ବ୍ୟସ୍ତ ହୁଅ ନାହିଁ। ତୁମେ ଚିନ୍ତାଶୂନ୍ୟ ସମ୍ରାଟ ଅଟ। ଅସୁରମାନଙ୍କ ଦ୍ୱାରା ବିଘ୍ନ ତ ନିଶ୍ଚିତ ପଡ଼ିବ। ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ତେଣୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ। ବାବା କହୁଛନ୍ତି ମନ୍ମନା ଭବ। ଯେତେ ପୁରୁଷାର୍ଥ କରିବ ସେହି ଅନୁସାରେ ପଦ ପାଇବ। ଆଦି ସନାତନ ଦେବୀ ଦେବତା ଧର୍ମର ରାଜ୍ୟ ସ୍ଥାପନ ହେଉଛି। ଏହା ଲକ୍ଷ୍ମୀ ନାରାୟଣଙ୍କର ରାଜବଂଶ। ଅନ୍ୟ ଧର୍ମାବଲମ୍ବୀମାନେ କୌଣସି ରାଜବଂଶ ସ୍ଥାପନ କରୁନାହାନ୍ତି। ବାବା ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି। ପୁଣି ନିଜ ନିଜ ସମୟରେ ଆସି ଅନ୍ୟ ଧର୍ମ ସ୍ଥାପକମାନେ ନିଜର ଧର୍ମ ସ୍ଥାପନ କରିବେ। ଧୀରେ ଧୀରେ ସୃଷ୍ଟି ବୃଦ୍ଧି ହେବ। ପୁଣି ସମସ୍ତଙ୍କୁ ପତିତ ହେବାକୁ ହିଁ ପଡ଼ିବ। ତେବେ ପତିତରୁ ପାବନ କରିବା ହେଉଛି ବାବାଙ୍କର କାମ। ସେମାନେ ତ କେବଳ ଧର୍ମ ସ୍ଥାପନ କରିବେ। ତାହା ତ କିଛି ବଡ଼ କଥା ନୁହେଁ। ସବୁ ମହିମା କେବଳ ଜଣକର। ସେମାନେ ତ ଖ୍ରୀଷ୍ଟଙ୍କର କେତେ ମହିମା କରୁଛନ୍ତି। ସେମାନଙ୍କୁ ମଧ୍ୟ ବୁଝାଯିବା ଦରକାର ଯେ ମୁକ୍ତିଦାତା ଗାଇଡ଼ ତ ହେଉଛନ୍ତି ପରମ ପିତା ପରମାତ୍ମା। ବାକି କ୍ରାଇଷ୍ଟ କ'ଣ କରିଛନ୍ତି? ତାଙ୍କର ଅବତରଣ ପରେ ଖ୍ରୀଷ୍ଟିଆନ ଧର୍ମର ଆତ୍ମାମାନେ ତଳକୁ ଆସିବାରେ ଲାଗିଲେ। କିନ୍ତୁ ଦୁଃଖରୁ ମୁକ୍ତ ତ ଏକମାତ୍ର ବାବା ହିଁ କରିଥାନ୍ତି। ଏହି ସବୁ ପଏଣ୍ଟକୁ ବୁଦ୍ଧିରେ ଭଲ ଭାବରେ ଧାରଣ କରିବାକୁ ହେବ। ଏକମାତ୍ର ଭଗବାନଙ୍କୁ ହିଁ ଦୟାଳୁ କୁହାଯାଏ। କେହି ଜଣେ ହେଲେ ମନୁଷ୍ୟ କାହା ଉପରେ ଦୟା କରନ୍ତି ନାହିଁ। ଦୟା ମଧ୍ୟ ବେହଦର ହୋଇଥାଏ ଏବଂ ଏକମାତ୍ର ବାବା ହିଁ ସମସ୍ତଙ୍କ ଉପରେ ଦୟା କରିଥାନ୍ତି। ସତ୍ୟ ଯୁଗରେ ସମସ୍ତେ ସୁଖ ଏବଂ ଶାନ୍ତିରେ ରୁହନ୍ତି। ସେଠାରେ ଦୁଃଖର କୌଣସି କଥା ରହିବ ନାହିଁ। କିନ୍ତୁ ପିଲାମାନେ କେବଳ ଗୋଟିଏ କଥା ଅଲଫ ଉପରେ କାହାକୁ ନିଶ୍ଚୟ କରାଉନାହାନ୍ତି। ଅନ୍ୟାନ୍ୟ କଥାକୁ ଚାଲି ଯାଉଛନ୍ତି। ପୁଣି କହୁଛନ୍ତି ଗଳା ଖରାପ ହୋଇଗଲା। ତୁମମାନଙ୍କୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ। ଯେ ପର୍ଯ୍ୟନ୍ତ ବାବାଙ୍କର ପରିଚୟ ନ ଦେଇଛ ସେ ପର୍ଯ୍ୟନ୍ତ ଅନ୍ୟ କୌଣସି କଥାକୁ ଯାଅ ହିଁ ନାହିଁ। ତାଙ୍କୁ କୁହ ବାବା ତ ସତ୍ୟ କହିବେ ନା। ଆମ ବିକେମାନଙ୍କୁ ବାବା ହିଁ ଶୁଣାଉଛନ୍ତି। ଏହି ଚିତ୍ର ସବୁ ବାବା ନିଜେ ତିଆରି କରାଇଛନ୍ତି। ଏଥିରେ ସଂଶୟ ଆସିବା ଉଚିତ ନୁହେଁ। ସଂଶୟ ବୁଦ୍ଧି ବିନଶ୍ୟନ୍ତି। ପ୍ରଥମେ ତୁମେମାନେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ତେବେ ବିକର୍ମ ବିନାଶ ହୋଇଯିବ। ବିକର୍ମ ବିନାଶ କରିବାର ଆଉ କୌଣସି ଉପାୟ ନାହିଁ। ପତିତ ପାବନ ତ ଜଣେ ହିଁ ଅଟନ୍ତି ନା। ବାବା କହୁଛନ୍ତି ଦେହର ସବୁ ସମ୍ବନ୍ଧକୁ ଛାଡ଼ି କେବଳ ମୋତେ ମନେ ପକାଅ।
ବାବା ଯାହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି ତାଙ୍କୁ ମଧ୍ୟ ପୁରୁଷାର୍ଥ କରି ସତ ପ୍ରଧାନ ହେବାକୁ ପଡ଼ିବ। ତେବେ ପୁରୁଷାର୍ଥ ଦ୍ୱାରା ହିଁ ତ ସତ ପ୍ରଧାନ ହେବେ ନା। ପୁଣି ବ୍ରହ୍ମା ଏବଂ ବିଷ୍ଣୁଙ୍କ ଭିତରେ ସମ୍ପର୍କ କ'ଣ ତାହା ମଧ୍ୟ ବତାଉଛନ୍ତି। ବାବା ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛନ୍ତି, ଯେଉଁ ଶିକ୍ଷା ଦ୍ୱାରା ତୁମେମାନେ ବିଷ୍ଣୁପୁରୀର ମାଲିକ ହେଉଛ। ପୁଣି ତୁମେ ହିଁ 84 ଜନ୍ମ ନେଇ ଶେଷରେ ଶୂଦ୍ର ହେଉଛ। ବାବା ପୁଣି ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି। ଏକଥା ଆଉ କେହି କହିପାରିବେ ନାହିଁ। ପ୍ରଥମ କଥା ହେଲା ବାବାଙ୍କର ପରିଚୟ ଦେବା। ବାବା କହୁଛନ୍ତି ମୋତେ ହିଁ ପତିତଙ୍କୁ ପାବନ କରିବା ପାଇଁ ଆସିବାକୁ ପଡ଼ୁଛି। ଏପରି ନୁହେଁ ଯେ ଉପରୁ ଥାଇ ପ୍ରେରଣା ଦେଉଛି। ଏହାଙ୍କର ବା ବାବାଙ୍କର ନାମ ହିଁ ଭାଗୀରଥ ଅଟେ। ତେବେ ନିଶ୍ଚିତ ଏହାଙ୍କ ଶରୀରରେ ହିଁ ପ୍ରବେଶ କରିବି। ଏହା ହେଉଛି ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ, ଯିଏକି ପୁଣି ଥରେ ଶତପ୍ରଧାନ ହେଉଛନ୍ତି। ସେଥିପାଇଁ ବାବା ଉପାୟ ବତାଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ। ମୁଁ ହିଁ ସର୍ବଶକ୍ତିମାନ ଅଟେ। ମୋତେ ମନେ ପକାଇଲେ ତୁମ ଭିତରେ ଶକ୍ତି ଆସିବ। ତୁମେମାନେ ବିଶ୍ୱର ମାଲିକ ହୋଇଯିବ। ଏହି ଲକ୍ଷ୍ମୀ ନାରାୟଣର ପଦବୀ ଏମାନଙ୍କୁ ବାବାଙ୍କ ଠାରୁ ମିଳିଛି। କିପରି ମିଳିଲା ସେ କଥା ବାବା ବୁଝାଉଛନ୍ତି। ପ୍ରଦର୍ଶନୀ, ମ୍ୟୁଜିୟମ ଆଦିରେ ମଧ୍ୟ ତୁମେମାନେ କହିଦିଅ ଯେ ପ୍ରଥମେ ଏହି ଗୋଟିଏ କଥାକୁ ବୁଝ, ତାପରେ ଅନ୍ୟ କଥା ବୁଝିବ। ଏହି କଥା ବୁଝିବା ବହୁତ ଜରୁରୀ, ନଚେତ ତୁମେ ଦୁଃଖରୁ ମୁକ୍ତ ହୋଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ଏହି କଥା ଉପରେ ନିଶ୍ଚୟ ନ ହୋଇଛି ସେ ପର୍ଯ୍ୟନ୍ତ ତୁମେ କିଛି ବୁଝିପାରିବ ନାହିଁ। ବର୍ତ୍ତମାନ ଭ୍ରଷ୍ଟାଚାରୀ ଦୁନିଆ। ଦେବୀ ଦେବତାମାନଙ୍କର ଦୁନିଆ ଶ୍ରେଷ୍ଠାଚାରୀ ଥିଲା। ଏହିପରି ଭାବରେ ବୁଝାଇବାକୁ ହେବ। ମନୁଷ୍ୟମାନଙ୍କର ନାଡ଼ିକୁ ମଧ୍ୟ ଦେଖିବାକୁ ହେବ। କିଛି ବୁଝୁଛନ୍ତି ନା ଅନମନସ୍କ ଅଛନ୍ତି? ଯଦି ଅନମନସ୍କ ଅଛନ୍ତି ତେବେ ଛାଡ଼ିଦେବା ଉଚିତ। ତାଙ୍କ ପାଇଁ ସମୟ ନଷ୍ଟ କରିବା ଉଚିତ ନୁହେଁ। ଚାତକ ଭଳି ପାତ୍ରମାନଙ୍କୁ ମଧ୍ୟ ପରଖିବାର ବୁଦ୍ଧି ରହିବା ଦରକାର। ଯେଉଁମାନେ ବୁଝୁଥିବେ ସେମାନଙ୍କର ଚେହେରା ହିଁ ବଦଳିଯିବ। ପ୍ରଥମେ ପ୍ରଥମେ ଖୁସିର କଥା କହିବା ଉଚିତ। ବେହଦର ବାବାଙ୍କ ଠାରୁ ବେହଦର ବର୍ଷା ମିଳୁଛି ନା। ବାବା ଜାଣିଛନ୍ତି ଯୋଗର ଯାତ୍ରାରେ ପିଲାମାନେ ବହୁତ ଢିଲା ଅଛନ୍ତି। ବାବାଙ୍କୁ ସ୍ମରଣ କରିବାରେ ବହୁତ ମେହନତ କରିବାକୁ ପଡ଼ୁଛି, ଯେଉଁଥିରେ ହିଁ ମାୟା ବହୁତ ବିଘ୍ନ ପକାଉଛି। ଖେଳ ହିଁ ଏହିପରି ତିଆରି ହୋଇଛି। ବାବା ବୁଝାଉଛନ୍ତି କିପରି ଏହି ଖେଳ ପୂର୍ବରୁ ନିର୍ମିତ ହୋଇ ରହିଛି। ଏହି କଥାକୁ ଦୁନିଆର ମନୁଷ୍ୟମାନେ ତ କିଛି ବି ଜାଣିନାହାନ୍ତି। ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ତୁମେମାନେ କାହାକୁ ବି ବୁଝାଇବାରେ ଏକରସ ରହିପାରିବ, ନଚେତ ସେମାନେ କିଛି ନା କିଛି ତ୍ରୁଟି ବାହାର କରିବେ। ବାବା କହୁଛନ୍ତି ତୁମେ ଅଧିକ କିଛି କଷ୍ଟ କର ନାହିଁ। ସ୍ଥାପନା ତ ନିଶ୍ଚିତ ହେବ। ଭବିଷ୍ୟତକୁ କେହି ବି ଟାଳିପାରିବେ ନାହିଁ। ତେଣୁ ଉମଙ୍ଗ ଉତ୍ସାହରେ ରହିବା ଉଚିତ। ବାବାଙ୍କ ଠାରୁ ଆମେ ବେହଦର ବର୍ଷା ନେଉଛୁ। ବାବା କହୁଛନ୍ତି ମୋତେ ମନେ ପକାଅ। ତେବେ ଅନ୍ୟମାନଙ୍କୁ ବହୁତ ସ୍ନେହର ସହିତ ବସି ବୁଝାଇବା ଉଚିତ। ବାବାଙ୍କୁ ସ୍ମରଣ କରୁ କରୁ ପ୍ରେମରେ ଲୁହ ଆସିଯିବା ଉଚିତ। ଆଉ ତ ସବୁ ସମ୍ବନ୍ଧ କଳିଯୁଗୀ ଅଟେ। ଏହା ହେଉଛି ଆତ୍ମିକ ପିତାଙ୍କର ସମ୍ବନ୍ଧ। ତୁମର ଏହି ପ୍ରେମର ଲୁହ ମଧ୍ୟ ବିଜୟମାଳାର ଦାନା ହୋଇଯାଉଛି। ବହୁତ କମ୍ ଅଛନ୍ତି ଯିଏକି ଏପରି ସ୍ନେହର ସହିତ ବାବାଙ୍କୁ ମନେ ପକାଉଛନ୍ତି। ଚେଷ୍ଟା କରି ଯେତେ ଦୂର ସମ୍ଭବ ନିଜର ସମୟ ବାହାର କରି ନିଜ ଭବିଷ୍ୟତକୁ ଉଚ୍ଚ କରିବା ଉଚିତ। ପ୍ରଦର୍ଶନୀରେ ଏତେ ଢେର ସନ୍ତାନମାନଙ୍କର ଆବଶ୍ୟକତା ନାହିଁ। ନା ଏତେ ଚିତ୍ରର ଆବଶ୍ୟକତା ରହିଛି। ନମ୍ବର 1 ଚିତ୍ର ହେଉଛି ଗୀତାର ଭଗବାନ କିଏ। ଏହି ଚିତ୍ର ନିକଟରେ ଲକ୍ଷ୍ମୀ ନାରାୟଣ ଚିତ୍ର ଏବଂ ସିଡ଼ି ଚିତ୍ର ରହିବ। ବାସ୍। ବାକି ଏତେ ସବୁ ଚିତ୍ର କୌଣସି କାମର ନୁହେଁ। ତୁମମାନଙ୍କୁ ଯେତେ ଦୂର ସମ୍ଭବ ଯୋଗର ଯାତ୍ରାକୁ ବଢ଼ାଇବାକୁ ହେବ। ମୂଳ ଚିନ୍ତା ରହିବା ଉଚିତ ଯେ ପତିତରୁ ପାବନ କିପରି ହେବ।
ବାବାଙ୍କର ହୋଇ ପୁଣି ବାବାଙ୍କ ଆଗରେ ଦଣ୍ଡ ପାଇବା ଏହା ତ ବହୁତ ଦୁର୍ଗତିର କଥା। ବର୍ତ୍ତମାନ ଯଦି ଯୋଗର ଯାତ୍ରାରେ ନ ରହିବ ତେବେ ବାବାଙ୍କ ଆଗରେ ଦଣ୍ଡ ଭୋଗ କରିବ ଏବଂ ସେ ସମୟରେ ବହୁତ ବହୁତ ଲଜ୍ଜା ଲାଗିବ। ତେଣୁ ମୋତେ ଦଣ୍ଡ ଭୋଗ କରିବାକୁ ନ ପଡ଼ୁ, ଏହି ଚିନ୍ତା ସବୁଠାରୁ ଅଧିକ ରହିବା ଉଚିତ। ତୁମେ ରୂପ ବା ଯୋଗୀ ଏବଂ ବସନ୍ତ ବା ଜ୍ଞାନୀ ମଧ୍ୟ ଅଟ। ବାବା ମଧ୍ୟ କହୁଛନ୍ତି ମୁଁ ରୂପ ମଧ୍ୟ ଅଟେ ତ ବସନ୍ତ ମଧ୍ୟ ଅଟେ। ମୁଁ ଅତି ସୂକ୍ଷ୍ମ ବିନ୍ଦୁ କିନ୍ତୁ ଜ୍ଞାନର ସାଗର ମଧ୍ୟ ଅଟେ। ମୁଁ ତୁମ ଆତ୍ମାରେ ସମସ୍ତ ଜ୍ଞାନ ଭରୁଛି। ଏବେ 84 ଜନ୍ମର ସମସ୍ତ ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି। ତୁମେ ଜ୍ଞାନର ସ୍ୱରୂପ ହୋଇ ଜ୍ଞାନର ବର୍ଷା କରୁଛ। ଜ୍ଞାନର ଗୋଟିଏ ଗୋଟିଏ ରତ୍ନ କେତେ ଅମୂଲ୍ୟ ଅଟେ, ଏହାର ମୂଲ୍ୟ କେହି କରିପାରିବେ ନାହିଁ। ସେଥିପାଇଁ ବାବା କହୁଛନ୍ତି ତୁମେ ପଦମା ପଦମ ଭାଗ୍ୟଶାଳୀ ଅଟ। ସେଥିପାଇଁ ତୁମ ଚରଣରେ ପଦ୍ମର ଚିହ୍ନ ମଧ୍ୟ ଦେଖାଉଛନ୍ତି। ଏହି କଥାକୁ କେହି ବୁଝିପାରିବେ ନାହିଁ। ମନୁଷ୍ୟ ନିଜର ନାମ ପଦମପତି ରଖୁଛନ୍ତି, ଭାବୁଛନ୍ତି ଏହାଙ୍କ ପାଖରେ ବହୁତ ଧନ ଅଛି। ପଦମପତିର ଏକ ସାଙ୍ଗିଆ ମଧ୍ୟ ଅଛି। ବାବା ସବୁ କଥା ବୁଝାଉଛନ୍ତି ଏବଂ କହୁଛନ୍ତି ମୂଳ କଥା ହେଉଛି ବାବାଙ୍କୁ ଏବଂ 84 ଜନ୍ମର ଚକ୍ରକୁ ମନେ ପକାଅ। ଏହି ଜ୍ଞାନ ଭାରତବାସୀଙ୍କ ନିମନ୍ତେ ହିଁ ଉଦ୍ଦିଷ୍ଟ। ତୁମେମାନେ ହିଁ 84 ଜନ୍ମ ନେଉଛ, ଏହା ମଧ୍ୟ ବୁଝିବାର କଥା ନା। ଅନ୍ୟ କୌଣସି ସନ୍ନ୍ୟାସୀ ଆଦିଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯିବ ନାହିଁ। ଦେବତାମାନଙ୍କୁ ମଧ୍ୟ କୁହାଯିବ ନାହିଁ, କାରଣ ଦେବତାମାନଙ୍କ ପାଖରେ ଜ୍ଞାନ ହିଁ ନଥାଏ। ତୁମେମାନେ କହିପାରିବ ଯେ ଆମ ପାଖରେ ସବୁ ଜ୍ଞାନ ଅଛି, ଯେଉଁ ଜ୍ଞାନ ଏହି ଲକ୍ଷ୍ମୀ ନାରାୟଣଙ୍କର ପାଖରେ ନାହିଁ। ବାବା ତ ଯଥାର୍ଥ କଥା ବୁଝାଉଛନ୍ତି ନା। ଏହି ଜ୍ଞାନ ବଡ଼ ଚମତ୍କାର। ତୁମେ କେତେ ଗୁପ୍ତ ବିଦ୍ୟାର୍ଥୀ ଅଟ। ତୁମେ କହିବ ଆମେମାନେ ଈଶ୍ୱରୀୟ ପାଠଶାଳାକୁ ଯାଉଛୁ, ଯେଉଁଠାରେ ଭଗବାନ ପାଠ ପଢ଼ାଉଛନ୍ତି। ଏହି ପାଠପଢ଼ାର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ? ଆମେ ଲକ୍ଷ୍ମୀ ନାରାୟଣ ହେବୁ। ଏକଥା ଶୁଣି ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ। ଆମେ ନିଜର ମୁଖ୍ୟ କାର୍ଯ୍ୟାଳୟକୁ ଯାଉଛୁ। କ'ଣ ପଢ଼ୁଛ? ମନୁଷ୍ୟରୁ ଦେବତା, ଭିକାରୀରୁ ରାଜକୁମାର ହେବାର ପାଠ ପଢ଼ୁଛୁ। ତୁମର ଚିତ୍ର ବହୁତ ଫାଷ୍ଟ କ୍ଲାସ୍ ଅଟେ। ଧନ ଦାନ ମଧ୍ୟ ସର୍ବଦା ପାତ୍ରକୁ ଦେଖି ଦିଆଯାଇଥାଏ। ତେବେ ସେହିଭଳି ପାତ୍ର ତୁମକୁ କେଉଁଠାରେ ମିଳିବେ? ଶିବଙ୍କ ମନ୍ଦିର, ଲକ୍ଷ୍ମୀ ନାରାୟଣ ଏବଂ ରାମ ସୀତାଙ୍କ ମନ୍ଦିରରେ ମିଳିବେ। ତୁମେମାନେ ସେଠାକୁ ଯାଇ ସେମାନଙ୍କର ସେବା କର। ନିଜର ସମୟ ନଷ୍ଟ କର ନାହିଁ। ଗଙ୍ଗା ନଦୀ କୂଳକୁ ଯାଇ ମଧ୍ୟ ତୁମେ ବୁଝାଅ, ପତିତ ପାବନୀ ଗଙ୍ଗା ଅଟନ୍ତି ନା ପରମ ପିତା ପରମାତ୍ମା? ସମସ୍ତଙ୍କର ସଦ୍ଗତି ଏହି ପାଣି କରିବ ନା ବେହଦର ବାବା କରିବେ? ତୁମେମାନେ ଏହା ଉପରେ ଭଲ ଭାବରେ ବୁଝାଇ ପାରିବ। ତୁମେମାନେ ବିଶ୍ୱର ମାଲିକ ହେବାର ରାସ୍ତା ଦେଖାଉଛ, ସେଥିପାଇଁ ଏହି ଜ୍ଞାନର ଦାନ କରୁଛ। କଉଡ଼ି ତୁଲ୍ୟ ମନୁଷ୍ୟକୁ ହୀରା ଭଳି ବିଶ୍ୱର ମାଲିକ କରୁଛ। ଭାରତ ବିଶ୍ୱର ମାଲିକ ଥିଲା ନା। ତୁମ ବ୍ରାହ୍ମଣମାନଙ୍କର କୂଳ ଦେବତାମାନଙ୍କ ଠାରୁ ମଧ୍ୟ ଉତ୍ତମ ଅଟେ। ଏହି ବାବା ମଧ୍ୟ ଭାବୁଛନ୍ତି ମୁଁ ବାବାଙ୍କର ଏକମାତ୍ର ଶିଖିଲଧା ସନ୍ତାନ ଅଟେ। ବାବା ମୋର ଏହି ଶରୀରକୁ ଧାର ସୂତ୍ରରେ ନେଇଛନ୍ତି। ତୁମମାନଙ୍କ ବ୍ୟତୀତ ଆଉ କେହି ବି ଏହି କଥାକୁ ବୁଝିପାରିବେ ନାହିଁ। ମୋ ଶରୀରରେ ବାବାଙ୍କର ଅବତରଣ ହୋଇଛି। ମୁଁ ବାବାଙ୍କୁ ମୋର କାନ୍ଧ ଉପରେ ବସାଇଛି, ଅର୍ଥାତ୍ ମୁଁ ମୋର ଶରୀରକୁ ତାଙ୍କୁ ଦେଇଛି ସେବା କରିବା ପାଇଁ। ତା ବଦଳରେ ପୁଣି ସେ କେତେ ଦେଉଛନ୍ତି, ଯାହାକି ମୋତେ ସବୁଠାରୁ ଉଚ୍ଚରେ କାନ୍ଧ ଉପରେ ଚଢ଼ାଉଛନ୍ତି। ପ୍ରଥମ ନମ୍ବରକୁ ନେଇଯାଉଛନ୍ତି। ପିଲାମାନେ ବାପାଙ୍କର ସ୍ନେହୀ ହୋଇଥାନ୍ତି, ତେଣୁ ତାଙ୍କୁ କାନ୍ଧ ଉପରେ ବସାଇଥାନ୍ତି ନା। ମା ପିଲାକୁ କେବଳ କୋଳରେ ବସାଇଥାଏ, କିନ୍ତୁ ବାପା ତ କାନ୍ଧ ଉପରେ ବସାଇଥାନ୍ତି। ପାଠଶାଳାକୁ କେବେ କଳ୍ପନା କୁହାଯିବ ନାହିଁ। ସ୍କୁଲରେ ଇତିହାସ ଭୂଗୋଳ ପଢ଼ିଥାନ୍ତି, ତେବେ ଏହାକୁ କ'ଣ କଳ୍ପନା କୁହାଯିବ? ଏହା ମଧ୍ୟ ବିଶ୍ୱର ଇତିହାସ ଭୂଗୋଳ ଅଟେ ନା। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ।
आत्मिक पितांकर आत्मिक संतानमानकु नमस्ते। आम आत्मिक संतानमानकर आत्मिक माता पिता बाप दादांकु नमस्ते नमस्ते सुप्रभात। धारणा पाई मुख्य सार 1 नंबर। बहुत बहुत स्नेहर सहित बसी आत्मिक पितांकु मने पकाइबाकु हेब। मने पकाइबा समय रे जदि प्रेमर अश्रु आसी जाए तेबे सही अश्रु विजयमालार दाना होइजिब। निजर समय को भविष्यत पाई प्रारब्ध जमा करिबारे सफल करिबाकु हेब। 2 नंबर। अंतर्मुखी होई समस्तंकु अलफ अर्थात बाबांकर परिचय देबाकु हेब। अधिक तिक्तिकी करिबा अर्थात तर्क वितर्क करिबार नाही। केवल गोटिए ही चिंता रहु जे मो द्वारा एपरी कौनसी कर्तव्य न हेउ जहा पाई दंडभोग करिबाकु पड़िब। आजिर वरदान। मु आत्मिक यात्री अटे। यही स्मृति द्वारा सर्वदा उपराम नियारा एवं निर्मही भव। मु आत्मिक यात्री अटे। यही स्मृति द्वारा सर्वदा उपराम नियारा एवं निर्मही भव। डिटेल्स। आत्मिक यात्री माने सर्वदा जोगर यात्रा रे आगकु आगकु बढ़ी चली थांती। यही यात्रा सदा सर्वदा सुखदायी अटे। जो माने आत्मिक यात्रा रे तत्पर रही थांती सेमानकु अन्य कौनसी प्रकारर यात्रा करिबार आवश्यकता पड़ी न थाए। यही यात्रा भितरे सबु प्रकारर यात्रा अंतर्निहित होई रहिछि। यह द्वारा मानसिक एवं शारीरिक व्यर्थ यात्रा बंद हो जाई थाए। तेणु सर्वदा यही स्मृति रहु कि मो रुहानी यात्री अटे। यात्रीर काहा प्रति भी मोह न थाए। सेमानकु सहजरे उपराम नियारा एवं निर्मयी हेबार वरदान मिल जाई थाए। आजिर स्लोगान। सर्वदा बाहा बाबा बाहा भाग्य एवं बाहा मिठा परिवार। यही गीत गाउथाओ। सर्वदा बाहा बाबा बाहा भाग्य एवं बाहा मिठा परिवार यही गीत गाउथाओ। ओम शांति। आजिर अव्यक्त इशारा। अशरीरी अथवा विदेही स्थितिर अभ्यास को बढ़ाओ। जेपरी बाबा को सर्व स्वरूप बा सर्व संबंधरे जानिबा आवश्यक अटे सेहीपरि बाबा द्वारा निजको जानिबा मध्य आवश्यक अटे। तेबे जानिबा अर्थात मानिबा। मु जिए अटे जेपरी अटे। जदि निजको सेहीपरि मने करी चलिबा तेबे देह भितरे रही विदेही व्यक्त अवस्थारे रही मध्य अव्यक्त चालिबा बुलिबा बेले फरिस्ता बा कर्म करुथिले मध्य कर्मातीत स्थिति होइजिब। ओम शांति।